ନମସ୍କାର ଦର୍ଶକ ବନ୍ଧୁ। ଆଜିର ଯେଉଁ ବିଷୟବସ୍ତୁଟି ଅଛି ଏଇଟା ଅତି ସେନ୍ସିଟିଭ୍ ବିଷୟବସ୍ତୁ ବା ଅତି ତାର୍କିକ ବିଷୟରେ ଆମେ ଟିକେ ଆଲୋଚନା କରିବାକୁ ଚେଷ୍ଟା କରିବା। ଆଜିକାଲି ଭାରତରେ ଆପଣ ଦେଖିଥିବେ ଗୋଟେ ଟପିକକୁ ନେଇକି ବେଶୀ ମାନେ ଆଲୋଚନା ଚାଲିଛି ଭାରତବର୍ଷରେ କି ଡଜ୍ ଗଡ୍ ଏକ୍ଜିଷ୍ଟ, ଭଗବାନ ପ୍ରକୃତରେ ଅଛନ୍ତି କି ନାହାନ୍ତି ତାକୁ ନେଇକି ଗୋଟେ ବିତର୍କଟେ ହେଇଥିଲା ଲଲନ ଟପ୍ ଚ୍ୟାନେଲରେ। ସେଇଥିରେ ଭଗବାନଙ୍କର ଅସ୍ତିତ୍ୱକୁ ନେଇକି ଗୋଟେ ଡିବେଟ୍ କରାହେଇଥିଲା। ତ ଡିବେଟ୍ର ମୁଖ୍ୟ ଆଧାର ଥିଲା ଯେ ଭଗବାନ ଅଛନ୍ତି କି ନାହାନ୍ତି। ଏଇ ଯେଉଁ କୋଶ୍ଚିନ୍ଟି ବା ପ୍ରଶ୍ନଟି, ଏଇ ପ୍ରଶ୍ନଟି ବାସ୍ତବରେ ଏଇଟା ଆଜିର ନୁହେଁ, ଯୁଗେ ଯୁଗେ ଆପଣ ଦେଖିବେ ଏଇଭଳିଆ କୋଶ୍ଚିନ୍ ଯୁଗେ ଯୁଗେ ଉଠିଛି ଏବଂ ଯୁଗେ ଯୁଗେ ଏଇଭଳିଆ କୋଶ୍ଚିନ୍କୁ ଉତ୍ତର ଖୋଜିବା ପାଇଁ ବହୁତ ବହୁତ ମହାନ ଲୋକଙ୍କର ଆବିର୍ଭାବ ହେଇଛି ଏବଂ ସେମାନେ ଏହା ବିଷୟରେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି। ଆପଣ ଯଦି ଦେଖିବେ ଆପଣଙ୍କର ଭାରତୀୟ ସଂସ୍କୃତିରେ ବେଦରୁ ଯଦି ଆମେ ଆରମ୍ଭ କରିବା, ବେଦରେ ଗୋଟେ କଥାଟି ଅଛି ଆପଣ ଜାଣିଥିବେ, ନାଚସ୍ୟ ପ୍ରତିମା ଅସ୍ତି। ସେଇ ଈଶ୍ୱରଙ୍କର କୌଣସି ବାସ୍ତବରେ ପ୍ରତିମା ନାହିଁ। ସେମିତି ଇସଲାମରେ ମଧ୍ୟ ଆପଣ ଦେଖିବେ, ଇସଲାମରେ ଯାହାକୁ ଆଲ୍ଲାହ କୁହାଯାଏ ତାଙ୍କର କୌଣସି ବି ପ୍ରତିମାକୁ ସେମାନେ ପୂଜା କରନ୍ତି ନାହିଁ। ସେଇଭଳି ଅନ୍ୟାନ୍ୟ ଧର୍ମରେ ମଧ୍ୟ ଆପଣ ଯଦି ଦେଖିବେ ଈଶ୍ୱରକୁ ନେଇକି ଯେଉଁ କନସେପ୍ଟଟି ରହିଛି, ଆପଣ ଜୈନିଜିମ୍କୁ ଯାଆନ୍ତୁ, ଆପଣଙ୍କର ବୁଦ୍ଧିଜିମ୍କୁ ଯାଆନ୍ତୁ, ଆପଣଙ୍କର ଯଦି ଇଭିନ୍ ଓଡ଼ିଶାରେ ଯେଉଁଟା ମହିମା ଧର୍ମ ଅଛି, ଅଲେଖ ମହିମା, ସେମାନେ ମଧ୍ୟ ଶୂନ୍ୟକୁ ପୂଜା କରନ୍ତି, ଶୂନ୍ୟତାକୁ ପୂଜା କରନ୍ତି। ସେମାନଙ୍କର କୌଣସି ଈଶ୍ୱରଙ୍କର କୌଣସି ସ୍ୱରୂପ ନାହିଁ ବୋଲି ସେମାନଙ୍କର ଚିନ୍ତାଧାରା। ତେଣୁ ଯୁଗେ ଯୁଗେ ଈଶ୍ୱରଙ୍କୁ ନେଇକି, ଈଶ୍ୱରଙ୍କ ଚିନ୍ତାଧାରାକୁ ନେଇକି ଦି ଭାଗରେ ବିଭକ୍ତ। କିଛି ଲୋକ ଈଶ୍ୱରଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରନ୍ତି, ଯାହାକୁ ଆମେ ଆସ୍ତିକ ବୋଲି କହୁଛେ, ଆଉ କିଛି ଲୋକ ଅଛନ୍ତି ଈଶ୍ୱର ନାହାନ୍ତି ବୋଲି କୁହନ୍ତି। ଈଶ୍ୱରଙ୍କ ଅସ୍ତିତ୍ୱକୁ ନେଇକି ସେମାନଙ୍କର ବିଶ୍ୱାସ ନଥାଏ, ତାକୁ ନାସ୍ତିକ ବୋଲି କୁହନ୍ତି। ତେଣୁ ସମାଜରେ ଏଇ ଦୁଇ କାଟାଗୋରୀର ଲୋକ ସଦାସର୍ବଦା ଉପସ୍ଥିତ ରହିଛନ୍ତି ଏବଂ ସେଇମାନଙ୍କର ଚିନ୍ତାଧାରାକୁ ନେଇକି ସମାଜ ମଧ୍ୟ ଏଇ ଈଶ୍ୱରଙ୍କର ଉପସ୍ଥିତିକୁ ନେଇକି ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। ତେବେ ଆମେ ଈଶ୍ୱର କିଏ ତାକୁ ବୁଝିବା ପୂର୍ବରୁ ଆମକୁ ଜାଣିବାକୁ ପଡ଼ିବ ଯେ ବାସ୍ତବରେ ଯେଉଁ କନସେପ୍ଟଟି ରହିଛି, ଈଶ୍ୱର କ'ଣ, ଈଶ୍ୱର ଅଛନ୍ତି କି ନାହାନ୍ତି ଆମେ ବୁଝିବା ପୂର୍ବରୁ ବା ଜାଣିବା ପୂର୍ବରୁ ଆମକୁ ଜାଣିବାକୁ ପଡ଼ିବ ଯେ ବାସ୍ତବରେ ଈଶ୍ୱର କିଏ ବା ଈଶ୍ୱର କ'ଣ, ଈଶ୍ୱରଙ୍କର ଉପସ୍ଥିତିଟା କ'ଣ। ସେଇଟା ଯଦି ଆମେ ବୁଝିବା ତାହେଲେ ପରବର୍ତ୍ତୀ ସମୟରେ ଈଶ୍ୱର ଅଛନ୍ତି କି ନାହାନ୍ତି ତା ଉପରେ ଆମେ ଆଲୋକପାତ କରିପାରିବା ବା ଆଲୋଚନା କରିପାରିବା କି ଦୃଷ୍ଟିଗୋଚର କରିପାରିବା। ପ୍ରଥମେ ବୁଝିବାକୁ ପଡ଼ିବ ଯେ ଈଶ୍ୱର କିଏ। ଈଶ୍ୱରଙ୍କୁ ନେଇକି ଯେଉଁ ମତଟି ରହିଛି, ୟାକୁ ବୁଝିବାକୁ ହେଲେ ଗୋଟେ ସରଳ ଗୋଟେ ଉଦାହରଣରୁ ମୁଁ ଆରମ୍ଭ କରିବାକୁ ଚେଷ୍ଟା କରିବି, ତାକି ଆପଣମାନେ ବୁଝିବା ପାଇଁ ଆପଣଙ୍କୁ ସହଜ ହେବ। ସାଧାରଣ ଲୋକଟେ ବା କୌଣସି ଛୋଟ ଶିଶୁ ହଉ କି ଯେକୌଣସି ବର୍ଗର ଲୋକ ଯଦି ୟାକୁ ବୁଝିବାକୁ ଚେଷ୍ଟା କରିବେ, ସେ ବୁଝିପାରିବେ ସହଜରେ। ସେଇ ଉଦାହରଣ ସେଇଥିପାଇଁ ମୁଁ ଦିଏ, ମୋର ଅନେକ ଗୁଡ଼ାଏ ଏପିସୋଡ଼ ଆପଣ ଦେଖିବେ ବହୁତ ଗୁଡ଼ାଏ ଉଦାହରଣ ଦେଇକି ମୁଁ ବୁଝେଇବାକୁ ଚେଷ୍ଟା କରେ, ସେଥିପାଇଁ ଲୋକଙ୍କୁ ଟିକେ ସହଜ ହେବ ବୁଝିବା ପାଇଁ। କଥାଟି ଏଇଭଳିଆ ଯେ ଏଇଟା ହେଉଛି ଭଗବାନ ବୁଦ୍ଧଙ୍କର ଗୋଟେ କଥାଟି, ଗୋଟେ କାହାଣୀଟି। ଦିନେ ଭଗବାନ ବୁଦ୍ଧ ତାଙ୍କର ଧର୍ମ ଉପଦେଶ ଦେଉଥାନ୍ତି। ଜଣେ ଯୁବକ, ଜଣେ ଉଦୟମାନ ଯୁବକ ଭଗବାନଙ୍କ ପାଖକୁ ଆସିଲେ ଏବଂ ଅନେକ ଲୋକ ଭଗବାନଙ୍କ ପାଖକୁ ଆସନ୍ତି ଉପଦେଶ ପାଇଁ, ନିଜର ଆଶୀର୍ବାଦ ପାଇଁ, ଏମିତି ବହୁତ ଚାଲେ। ତ ସେଇଠି ଜଣେ ଯୁବକ ଆସିଲେ ଏବଂ ବୁଦ୍ଧଙ୍କୁ ପଚାରିଲେ କି ଭଗବାନ ଆପଣ କୁହନ୍ତୁ ଯେ ଈଶ୍ୱର ଅଛନ୍ତି କି ନାହାନ୍ତି। ଏଇ ଯେଉଁ ପ୍ରଶ୍ନଟି ଆଜି ଉଠିଛି, ଏ ପ୍ରଶ୍ନ 3000 ବର୍ଷ ପୂର୍ବେ ମଧ୍ୟ ଉଠିଥିଲା, ତା ପୂର୍ବରୁ ବି ଏ ପ୍ରଶ୍ନ ଉଠିଛି। ମଣିଷ ଯେବେଠାରୁ ଚିନ୍ତା କରିବା ଆରମ୍ଭ କରିଛି, ବାସ୍ତବରେ ସେବେଠାରୁ ଈଶ୍ୱରଙ୍କର ଅସ୍ତିତ୍ୱକୁ ନେଇକି ପ୍ରଶ୍ନ ଉଠିଛି। ତେବେ ଯାହା ହଉ, ସେ ଯୁବକ ଜଣକ ପଚାରିଛି ଭଗବାନ ବୁଦ୍ଧଙ୍କୁ। ଭଗବାନ ବୁଦ୍ଧ କିଛି କହିନାହାନ୍ତି, ଚୁପ୍ ରହିକି ସେ ଯୁବକର ମଥାରେ ହାତ ଆଉଁସି ଦେଇକି ଟିକେ ହସି ଦେଇଛନ୍ତି ଏବଂ ତାପରେ ଚୁପ୍ ରହିଯାଇଛନ୍ତି।
ଯୁବକଟି ଭାବିଛି ସେଇ ସମୟରେ ଯେ ବାସ୍ତବରେ ବୋଧେ ଭଗବାନ ବୁଦ୍ଧ ବୋଧେ ଜାଣିନାହାନ୍ତି ଯେ ଈଶ୍ୱର ଅଛନ୍ତି କି ନାହାନ୍ତି, ତାଙ୍କର ଅସ୍ତିତ୍ଵ କ'ଣ। ଯେତେବେଳେ ଏଇ କଥାଟି ହେଇଛି ତା ପରବର୍ତ୍ତୀ ସମୟରେ ସେ ଯୁବକଟି ଭଗବାନ ବୁଦ୍ଧଙ୍କୁ ଅନୁରୋଧ କରିଛି ଯେ ମୁଁ ଆପଣଙ୍କ ସହିତ କିଛି କ୍ଷଣ ବା କିଛି ମୁହୂର୍ତ୍ତ ବିତେଇବାକୁ ଚାହୁଁଛି ଏକାନ୍ତରେ, ତ ଆପଣ ଟିକେ ଅନୁମତି ମୋତେ ଦିଅନ୍ତୁ। ସେଠୁ ଭଗବାନ ରାଜି ହେଇଯାଇଛନ୍ତି ପରବର୍ତ୍ତୀ ସମୟରେ, ହଁ ଠିକ୍ ଅଛି, କ'ଣ ଚାହୁଁଛନ୍ତି ନା ଏଇ ପାଖରେ ଯେଉଁ ଫୁଲ ବଗିଚାଟି ଅଛି ସେଇଠି କିଛି ସମୟ ମୁଁ ଆପଣଙ୍କ ସହିତ ବିତେଇବାକୁ ଚାହୁଁଛି ବ୍ୟକ୍ତିଗତ ସ୍ତରରେ, ଏଇଟା ହେଉଛି ମୋର ଗୋଟେ ଆଶା। ନା ହଉ ଠିକ୍ ଅଛି, ତୁମର ଯଦି ଆଶା ଅଛି ତାହେଲେ ମୁଁ ଏଇଟା ଆଶାଟାକୁ ପୂରଣ କରିବି। ତ ସେମାନେ ଯାଇଛନ୍ତି ପାଖରେ ଥିବା ଗୋଟେ ଫୁଲ ବଗିଚାରେ ପରିଭ୍ରମଣ କରୁଛନ୍ତି। ପରିଭ୍ରମଣ କଲା ପରେ ଅନେକ ଫୁଲ ଫୁଟିଛି। ସେଠି ଭଗବାନ ବୁଦ୍ଧ ପଚାରୁଛନ୍ତି ସେ ଯୁବକକୁ, ଅନେକ ବହୁତ ଭଲ ଫୁଲ ଫୁଟିଛି, ଫୁଲର ବାସ୍ନା ଆପଣ ଦେଖିପାରୁଛନ୍ତି? ନା ବାସ୍ନା କେମିତି ଦେଖାଯିବ, ଫୁଲର ବାସ୍ନା ମୁଁ ଅନୁଭବ କରିପାରୁଛି, ଦେଖିପାରୁନି। ସେଠି ଭଗବାନ ଟିକେ ହସିକି ତାକୁ କହିଛନ୍ତି ଯେ ଏଇ କିଛି ସମୟ ପୂର୍ବରୁ ତମେ ଯେଉଁ ମୋତେ କୋଶ୍ଚିନ୍ଟି ପଚାରିଥିଲ ବା ଯେଉଁ ପ୍ରଶ୍ନଟି ପଚାରିଥିଲ ସେଇ ପ୍ରଶ୍ନର ଉତ୍ତର ତୁମକୁ ମିଳିଗଲା। ଯୁବକ ଜଣକ ଟିକେ ଆଶ୍ଚର୍ଯ୍ୟ ହେଇଯାଇଛି, କ'ଣ ଉତ୍ତର ମିଳିଗଲା ହଠାତ୍ ଭଗବାନ କହିଲେ, କେମିତି ମିଳିଗଲା? ସେଇ କଥାକୁ ପୁଣି ଦୋହରାଇବାକୁ ଯାଇକି ସେ କହିଛନ୍ତି, ଆଉ ଗୋଟେ ଉଦାହରଣ ଦେଇଛନ୍ତି ସେ ଯୁବକକୁ ଭଗବାନ ବୁଦ୍ଧ, କି ତୁମକୁ ଯେତେବେଳେ କୌଣସି ଆଘାତ ଲାଗେ ବା କୌଣସି ପୀଡ଼ାରେ ତୁମେ ଯନ୍ତ୍ରଣାରେ ପୀଡ଼ିତ ହୁଅ, ତୁମେ ତୁମର ଯନ୍ତ୍ରଣାଟା ଦେଖିପାର? ସେଠୁ ଯୁବକ କହିଛି, ନାଇଁ ସାର୍, ନାଇଁ ମୁଁ ଯନ୍ତ୍ରଣା ଦେଖିପାରେନି, ଯନ୍ତ୍ରଣାକୁ ମୁଁ ଅନୁଭବ କରିପାରେ କିନ୍ତୁ ଦେଖିପାରେନି। ସେଇଠି ଭଗବାନ ତାଙ୍କୁ କହୁଛନ୍ତି ଠିକ୍ ସେଇଭଳି ଈଶ୍ୱର କଥା ଯେଉଁ କହୁଛ, ଈଶ୍ୱରଙ୍କର ଯେଉଁ ଅସ୍ତିତ୍ଵ କଥା କହୁଛ, ଈଶ୍ୱରଙ୍କର ଅସ୍ତିତ୍ଵ ବାସ୍ତବରେ ଅନୁଭବର କଥା, ଅନୁଭୂତିର କଥା। ମଣିଷର ଅସ୍ତିତ୍ଵ ଯେଉଁ ରହିଛି ଫିଜିକାଲ ବା ଶାରୀରିକ ଉପସ୍ଥିତିକୁ ଛାଡ଼ିଦେଲେ ଯେଉଁ ଚେତନାର ଉପସ୍ଥିତିଟି ରହିଛି, ସେଇ ଚେତନାର ଯେଉଁ ଉପସ୍ଥିତି, ସେଇ ଚେତନା ମାଧ୍ୟମରେ ଆମେ ଭଗବାନଙ୍କର ଉପସ୍ଥିତି, ସ୍ଥିତି, ଈଶ୍ୱରଙ୍କର ସ୍ଥିତି ଓ ଉପସ୍ଥିତିକୁ ଆମେ ଅନୁଭବ କରିପାରିବା, ତାକୁ ଆମେ ଦେଖେଇ ପାରିବା ନାହିଁ, କାରଣ ଚେତନାକୁ କେବେ ପ୍ରମାଣିତ କରିହେବ ନାହିଁ ବା ପ୍ରମାଣ କରିହେବ ନାହିଁ। ତେଣୁ ଚେତନା କୌଣସି ଫିଜିକାଲ ଜିନିଷ ନୁହେଁ ବା କୌଣସି ବସ୍ତୁଗତ ଜିନିଷ ନୁହେଁ ବା ଉର୍ଜା ନୁହେଁ ଯେ ଆପଣ ତାକୁ ପ୍ରମାଣିତ କରିବେ ବା ଦେଖେଇ ପାରିବେ ବା ବର୍ଣ୍ଣନା କରିପାରିବେ, ଆପଣ କେବଳ ତାହାକୁ ଅନୁଭବ କରିପାରିବେ। ତ ସେଇ କଥାଟି କହିକି ତାକୁ ବୁଝେଇଛନ୍ତି। ତେଣୁ ଆମକୁ ଯଦି ଈଶ୍ୱରଙ୍କୁ ବୁଝିବାର ଅଛି ତାହେଲେ ଆମକୁ ପ୍ରଥମେ ନିଜର ଆତ୍ମା ବା ଚେତନାକୁ ବୁଝିବାକୁ ପଡ଼ିବ। ଚେତନା କ'ଣ, ମଣିଷର ଚେତନାର ସ୍ତର କ'ଣ, ଏଇଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। ସାଧାରଣତଃ ଈଶ୍ୱରଙ୍କର ଉପସ୍ଥିତିକୁ ନେଇକି ଦୁଇ ପ୍ରକାର ମତ ଆମେ ଭାରତୀୟ ସନ୍ଦର୍ଭରେ ଦେଖିବାକୁ ପାଉ। ଯେ କିଛି ଲୋକ ଈଶ୍ୱରଙ୍କର ଉପସ୍ଥିତି ଥିବା କଥା କୁହନ୍ତି ବା ଈଶ୍ୱର ଅଛନ୍ତି ବୋଲି ମାନନ୍ତି, ଆଉ କିଛି ଲୋକ ଅଛନ୍ତି ଈଶ୍ୱର ନାହାନ୍ତି ବୋଲି କୁହନ୍ତି। ଏ ଉଭୟ ପରିସ୍ଥିତିରେ ଦି ଜଣ ଯାକ ଙ୍କର ମତ, ଜଣେ ମାନୁଛି ଜଣେ ମାନୁନି। ଯିଏ ମାନୁନି ସେ ଜାଣିଛି ବୋଧେ ଭଗବାନ ନାହାନ୍ତି, ଆଉ ଯିଏ ମାନୁଛି ସେ ଜାଣିଛି ବୋଧେ ଭଗବାନ ଅଛନ୍ତି। କିନ୍ତୁ ବାସ୍ତବ କଥା ହେଲା ସେମାନେ ଉଭୟ କେବଳ ମାନୁଛନ୍ତି, ତାଙ୍କର ମାନ୍ୟତା ରହିଛି, ସେମାନେ ଜାଣିନାହାନ୍ତି ବା ଅନୁଭବ କରିନାହାନ୍ତି ଈଶ୍ୱର ଅଛନ୍ତି କି ନାହିଁ, ତାଙ୍କର ବ୍ୟକ୍ତିଗତ ଅନୁଭବ ନାହିଁ। ତେଣୁ ଉଭୟ ପରିସ୍ଥିତିରେ ଏଇଠି ଭଗବାନ କହୁଛନ୍ତି ବୁଦ୍ଧ କି ଉଭୟ ପରିସ୍ଥିତିରେ ଦି ଜଣ ଯାକ ଆଉ ଧାର୍ମିକ ନୁହନ୍ତି। এই ଉଭୟ ପରିସ୍ଥିତିରେ ସେମାନେ ଧାର୍ମିକ ନୁହନ୍ତି ଏଇଥିପାଇଁ କାରଣ ମାନିବାଟା ହେଉଛି ପରୋକ୍ଷ, ଜାଣିବାଟା ହେଉଛି ପ୍ରତ୍ୟକ୍ଷ। ଆପଣ ଯେତେବେଳେ ଜାଣିବେ, ଯେତେବେଳେ ଚରମ ସତ୍ୟକୁ ଉପଲବ୍ଧି କରିବେ, ଆପଣଙ୍କର ଆତ୍ମା, ଚେତନା, ପରମାତ୍ମାଙ୍କର ଯେଉଁ ଉପଲବ୍ଧି, ଏଇଟା ଅନୁଭବର କଥା, ଏଇଟା ବାସ୍ତବ ସତ୍ୟ ଉପରେ ଆଧାରିତ ଏକ ଅନୁଭବ, ଅନୁଭୂତିର କଥା। ତେଣୁ ଆପଣ
ଏଇ ଉଭୟ ପରିସ୍ଥିତିରେ ଯିଏ ମାନୁଛି ଭଗବାନ ଅଛନ୍ତି, ଯିଏ ମାନୁନି, ସେ ଉଭୟ ପରିସ୍ଥିତିରେ ଦି ଜଣ ଭୁଲ। ଆମେ ସେତିକିବେଳେ ଈଶ୍ୱରଙ୍କର ଉପସ୍ଥିତି ବା ସ୍ଥିତିକୁ ଅନୁଭବ କରିପାରିବା ଯେତେବେଳେ ଆମେ ଚେତନାର ସର୍ବୋଚ୍ଚ ସ୍ତର ବା ତୀବ୍ର ସର୍ବୋଚ୍ଚ ସ୍ତରକୁ ପହଞ୍ଚିବା, ଚେତନାର ତୀବ୍ରତମ ସ୍ତରରେ ପହଞ୍ଚିବା, ଉଚ୍ଚତମ ସ୍ତରରେ ପହଞ୍ଚିବା। ସେଇଠି ଆମେ ଆତ୍ମାକୁ ଅନୁଭବ କରିବା ଏବଂ ଆତ୍ମା ଆଉ ପରମାତ୍ମା ଉଭୟ ପରିପୂରକ ଅଟନ୍ତି। ଆପଣ ଯଦି ଆତ୍ମାକୁ ବୁଝିଲେ ଆପଣ ପରମାତ୍ମାଙ୍କର କୁ କ'ଣ ଜାଣିପାରିବେ, ସେ ଅନୁଭବ ଆପଣ ଗ୍ରହଣ କରିପାରିବେ, କିନ୍ତୁ ତାହା ବର୍ଣ୍ଣନୀୟ ନୁହେଁ। କାରଣ କୌଣସି ଚେତନାକୁ କେବେ ବର୍ଣ୍ଣନା କରାଯାଏ ନାହିଁ। କୌଣସି ବସ୍ତୁଗତ ଜିନିଷକୁ ଆମେ ବର୍ଣ୍ଣନା କରିପାରିବା, ତାକୁ ପ୍ରମାଣିତ କରିପାରିବା, ତାର ସ୍ଥିତି ଉପସ୍ଥିତିକୁ ଆମେ ଦେଖେଇ ପାରିବା, କିନ୍ତୁ ଯୋଉଠି ବସ୍ତୁ ନାହିଁ, ଯୋଉଠି କେବଳ ଆପଣଙ୍କ ଚେତନାର ବୁଝାମଣାର କଥା ଅଛି, ଅନୁଭବର କଥା ଅଛି, ସେଠି ଆପଣ ପ୍ରମାଣିତ କରିବା ସହଜ ନୁହେଁ। ତେଣୁ ସେଇ ଦୃଷ୍ଟିରୁ ଯଦି ଆପଣ ଦେଖିବେ, ଯୁଗେ ଯୁଗେ ସମାଜରେ ଏଇ ଦି ଭାଗରେ ଚିନ୍ତାଧାରାର ଲୋକ ରହିଛନ୍ତି ଏବଂ ଏହାକୁ ପ୍ରମାଣିତ କରିବା ପାଇଁ ଯୁଗେ ଯୁଗେ ମହାନ ପୁରୁଷମାନଙ୍କର ଆବିର୍ଭାବ ମଧ୍ୟ ହେଇଛି। ବର୍ଦ୍ଧମାନ ମହାବୀରଙ୍କ କଥା କୁହନ୍ତୁ, ଭଗବାନ ବୁଦ୍ଧଙ୍କ କଥା କୁହନ୍ତୁ, ତାପରେ ଆପଣଙ୍କର ଶଙ୍କରାଚାର୍ଯ୍ୟଙ୍କ କଥା କୁହନ୍ତୁ, ନାଗାର୍ଜୁନ ଯିଏ ଜଣେ ବୌଦ୍ଧ ଭିକ୍ଷୁ ଥିଲେ, ପ୍ରସିଦ୍ଧ ବୌଦ୍ଧ, ତାଙ୍କ କଥା କୁହନ୍ତୁ, ଅଲେଖ ମହିମା ଧର୍ମ କଥା କୁହନ୍ତୁ। ସବୁ ଧର୍ମରେ ଭଗବାନଙ୍କ ସ୍ଥିତି ଉପସ୍ଥିତିକୁ ନେଇକି ଭିନ୍ନ ଭିନ୍ନ ମତ ଧାର୍ମିକ ଦୃଷ୍ଟିରୁ ରହିଛି, କିନ୍ତୁ ବାସ୍ତବରେ ମଣିଷ ଯେବେଠାରୁ ବୁଝିବା ବା ଚିନ୍ତା କରିବାର ଶକ୍ତି ମଣିଷର ବିକାଶ ହେଲା, ସେବେଠାରୁ ବିଭିନ୍ନ ଧାର୍ମିକ ଦୃଷ୍ଟିକୋଣର ବିକାଶ ଘଟିଲା ଏବଂ ବିଭିନ୍ନ ଧର୍ମ, ଯେକୌଣସି ଧର୍ମର ଲୋକଙ୍କୁ ଆପଣ ଯଦି ପଚାରିବେ, ସେ ତାଙ୍କ ଧର୍ମର ଗୋଟେ ନିର୍ଦ୍ଦିଷ୍ଟ ଈଶ୍ୱରଙ୍କର ସୃଷ୍ଟିର ବର୍ଣ୍ଣନା ସେମାନେ କରିବେ। ଯଦିଓ ଈଶ୍ୱରଙ୍କର କୌଣସି ନିର୍ଦ୍ଦିଷ୍ଟ ନାଁ, କୌଣସି ନିର୍ଦ୍ଦିଷ୍ଟ ରୂପ, କୌଣସି ନିର୍ଦ୍ଦିଷ୍ଟ କାୟା ନାହିଁ। ଯିଏ ଈଶ୍ୱର, ଯିଏ ମଣିଷ ଓ ମଣିଷ ଉତ୍ପତ୍ତି ହେବା ପୂର୍ବରୁ ଥିଲେ ଏବଂ ମଣିଷ ଉତ୍ପତ୍ତି ହେବା ପରେ ମଧ୍ୟ ଯିଏ ରହିବେ, ଯିଏ ସବୁ କିଛି ସୃଷ୍ଟି ଯୋଉ ହେଇଛି, ଯୋଉ ସୃଷ୍ଟିର ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ଯୋଉ ତତ୍ତ୍ୱଟି ରହିଛି, ଯେ ଏତେ ବଡ଼ ଯୋଉ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ହେଇଛି, କେହି ନା କେହି ଏହାକୁ ସୃଷ୍ଟି କରିଛନ୍ତି ବା ଯିଏ ଯେମିତି ବି ସୃଷ୍ଟି ହେଇଛି, ଯୋଉ ପରିସ୍ଥିତିରେ ବି ସୃଷ୍ଟି ହେଇଛି ଏ ବିଶ୍ୱ ବ୍ରହ୍ମାଣ୍ଡଟି, ସେଇ ଯୋଉ ଊର୍ଜାଟି, ସେଇ ଯୋଉ ତତ୍ତ୍ୱଟି ହଉଛନ୍ତି ଈଶ୍ୱର ବା ଭଗବାନ ବୋଲି ଆମେ ତାଙ୍କୁ କହୁଛେ। ତେଣୁ ସେଇଭଳି ପରିସ୍ଥିତିରେ ଆମକୁ ପ୍ରଥମେ ବୁଝିବାକୁ ପଡ଼େ ଯେ ମଣିଷ କାହିଁକି ଈଶ୍ୱରଙ୍କର ଉପସ୍ଥିତିକୁ ବୁଝିବାକୁ ଚେଷ୍ଟା କଲା ଆଉ କ'ଣ ପାଇଁ କଲା। ସେଇଟା ବି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ମଣିଷ ଏଭଳି ଗୋଟେ ଚିନ୍ତାଧାରା କାହିଁକି ଆଣିଲା। ଚାଲନ୍ତୁ ସେଇ ବିଷୟରେ ଟିକେ ବୁଝିବାକୁ ଆମେ ଚେଷ୍ଟା କରିବା। ଈଶ୍ୱର ଅଛନ୍ତି କି ନାହାନ୍ତି ବା ଈଶ୍ୱରଙ୍କର ଉପସ୍ଥିତି ଅଛି କି ନାହିଁ, ଏଇ ପ୍ରଶ୍ନ କେତେବେଳେ ମଣିଷ ମନରେ ଉଠେ। ମଣିଷ ଯେତେବେଳେ ଭାବିବା ବା ଚିନ୍ତା କରିବାର ଶକ୍ତି ହାସଲ କଲା ବା ପାଇଲା, ସେବେଠାରୁ ମଣିଷ ଯେବେ ଏକାନ୍ତ ଅନୁଭବ କରେ, ଯେତେବେଳେ ଏକୁଟିଆ ହେଇଯାଏ, ସେତେବେଳେ ସିଏ ତା ମନରେ ଗୋଟେ ପରିକଳ୍ପନା ଜନ୍ମ ନିଏ ଯେ ଏଇ ଯୋଉ ଏକ୍ଜିଷ୍ଟାନ୍ସ ରହିଛି, ଯୋଉ ଉପସ୍ଥିତି ରହିଛି ପୃଥିବୀର, ପ୍ରକୃତିର, ଏହା ନିର୍ଦ୍ଦିଷ୍ଟ ଭାବେ କୋଉଠି ନା କୋଉଠି କାହା ଦ୍ୱାରା ରଚିତ ବା ଗଠନ କରାହେଇଛି। ସେଥିପାଇଁ ସିଏ ଗୋଟେ ଭଗବାନଙ୍କ ଭଳି ଗୋଟେ ସମ୍ପର୍କ ବା ଗୋଟେ ଚେତନାକୁ ବିକାଶ କରିବା ପାଇଁ ଚାହିଁଲା ବା ଚେଷ୍ଟା କଲା। ତେଣୁ ଭଗବାନଙ୍କର ଏଇ ଯୋଉ ପରିକଳ୍ପନା ଆମର ରହିଛି, ଏ ଭଗବାନଙ୍କ ଯେତେବେଳେ ମଣିଷ ନିଜକୁ ଅସମ୍ପୂର୍ଣ୍ଣ ମନେ କରେ, ନିଜକୁ ସମ୍ପୂର୍ଣ୍ଣତା ମନେ କରେ ନାହିଁ ଅନେକ କଥାରେ, ଅନେକ ମତରେ, ଖାସ କରିକି ଯେତେବେଳେ ଈଶ୍ୱରଙ୍କର ଉପସ୍ଥିତି କଥା ଆସେ, କାହିଁକି ନା ଅନେକ କଥାରେ ଆମେ ଆତ୍ମା ବା ଆପଣଙ୍କର ଯୋଉଟା ରହିଛି ଚେତନା,
କଥା ଆମେ କହୁ ବା ଚେତନା ଆତ୍ମାର ଅନୁଭୂତି ସମସ୍ତେ କରନ୍ତି, କିନ୍ତୁ ତାହାକୁ ପ୍ରମାଣିତ କରିପାରନ୍ତି ନାହିଁ। ଅନେକ କଥାରେ ଆମେ ଅନେକ ଈଶ୍ୱରୀୟ ଅନୁଭୂତି ପାଆନ୍ତି। ଈଶ୍ୱରୀୟ ଅନୁଭୂତି ମାନେ ଯେଉଁ ଅନୁଭୂତିକୁ ଆମେ ବର୍ଣ୍ଣନା କରିପାରିବା ନାହିଁ। ତେଣୁ ସେଇଭଳିଆ ପରିସ୍ଥିତିରେ ମଣିଷ ଯେତେବେଳେ ନିଜେ ଅସମ୍ପୂର୍ଣ୍ଣ ମନେ କରେ, ତେଣୁ ସିଏ ବାହାରୁ ବା ବାହ୍ୟ କିଛି ଜିନିଷକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ ବ୍ୟବହାରରେ ଆଣେ, ଆଉ ସେଇ ବ୍ୟବହାର ଧୀରେ 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 ଈଶ୍ୱରଙ୍କୁ ଜନ୍ମ ଦେଇଛି। ଆଉ ଯେତେବେଳେ ମଣିଷ ନିଜେ ଅସମ୍ପୂର୍ଣ୍ଣ ହେଇଯିବ, ତେବେଳେ ସମ୍ପୂର୍ଣ୍ଣତା ବା ପୂର୍ଣ୍ଣତା ଆଣିବା ପାଇଁ ସେ କାହା ନା କାହା ଉପରେ ଗୋଟେ ନିର୍ଭର କରିବ। ସେଇ ଯେଉଁ ନିର୍ଭରତା ହିଁ ଈଶ୍ୱରଙ୍କର ସୃଷ୍ଟିର ପ୍ରଥମ ପାହାଚ ମଣିଷର, ଆମେ ଯେଉଁ କହିପାରିବା। ତେଣୁ ମଣିଷ ଈଶ୍ୱରଙ୍କୁ ନେଇକି ଯେଉଁ ମଣିଷର ଏଇ ଯେଉଁ ଚିନ୍ତାଧାରାଟି ରହିଛି, ଏହା ବାସ୍ତବରେ ପ୍ରତ୍ୟେକ ଧର୍ମରେ ଆପଣ ଦେଖିବେ ଈଶ୍ୱରଙ୍କୁ ନେଇକି ଭିନ୍ନ ଭିନ୍ନ ମତ ରହିଛି। ଈଶ୍ୱରଙ୍କର ଉପସ୍ଥିତିକୁ ନେଇକି ଭିନ୍ନ ଭିନ୍ନ ମତ ଏବଂ ଚିନ୍ତାଧାରା ଆମେ ଦେଖିବାକୁ ପାଉ। ତେବେ ଈଶ୍ୱର ଯେଉଁ ଅଛନ୍ତି, ଈଶ୍ୱର କୌଣସି ବସ୍ତୁଗତ କଥା ବା ଜିନିଷ ନୁହନ୍ତି। ଈଶ୍ୱର ହେଉଛନ୍ତି ଚେତନାର ସମୂହ ବା ଚେତନାର ଗୋଟେ କଥା। ତେଣୁ ସେଇଥିରେ ଈଶ୍ୱରଙ୍କର ଉପସ୍ଥିତି କୁ ଆମକୁ ବୁଝିବାକୁ ହେଲେ ଆମକୁ ଚେତନାକୁ ବୁଝିବାକୁ ପଡ଼ିବ। ତେଣୁ ଏଇ ବିଶ୍ୱରେ ଆପଣ ଦେଖିବେ, ଏଇ ଧର୍ମ ନାଁରେ ଆପଣ ଦେଖିବେ ଈଶ୍ୱରଙ୍କର ଉପସ୍ଥିତିକୁ ନେଇକି ବିଭିନ୍ନ ଧର୍ମରେ ଯେଉଁ ବର୍ଣ୍ଣନା ରହିଛି, ବାସ୍ତବରେ ସମସ୍ତେ ମାନେ ମାନନ୍ତି, କେହି ଜାଣିନାହାନ୍ତି ଉପସ୍ଥିତି ଈଶ୍ୱରଙ୍କର ଅନୁଭୂତି ବା ଆତ୍ମାର ଅନୁଭୂତି ସ୍ଥିତିକୁ କେବେ ଜାଣିବାକୁ ଚେଷ୍ଟା କରନ୍ତି ନା। କାହିଁକି ନା ଯେତେବେଳେ ବି ସେମାନେ ଜାଣିବାକୁ ଚେଷ୍ଟା କରନ୍ତି, ତାଙ୍କ ପାଖରେ ଅଲରେଡ଼ି ଗୋଟେ ପ୍ରି ଡିଫାଇନ୍ ଜିନିଷଟି ରହିଛି। ଅନେକ ଲୋକ କୁହନ୍ତି କୌଣସି ଗୁରୁ ପାଖକୁ ଯାଅ ଉପଦେଶ ପାଇଁ, କୌଣସି ଗ୍ରନ୍ଥ ପଢ଼ିଦିଅ ଆପଣ ଜାଣିପାରିବ। କାହାକୁ ମାନି ନେଲେ କେବେ ଅନୁଭୂତି ଆସେ ନାହିଁ ବା ସତ୍ୟତାର ଅନୁଭବ ହୁଏ ନାହିଁ। ତେଣୁ ଆପଣଙ୍କୁ ସତ୍ୟତାକୁ ଯଦି ଜାଣିବାର ଅଛି, ପରମାତ୍ମାକୁ ଯଦି ବୁଝିବାର ଅଛି, ଆତ୍ମାକୁ ଯଦି ବୁଝିବାର ଅଛି, ନିଜର ଅନୁଭୂତିକୁ ତାକୁ ଆଣିବାକୁ ପଡ଼ିବ। ସେଥିପାଇଁ ଆପଣ ଦେଖିବେ ଏଇ ପୃଥିବୀରେ ଦେଖିବ ଧର୍ମ ନାଁରେ ଯୁଦ୍ଧ, ହାଣକଟ, ମରାମରି, ବିଶ୍ୱରେ ଦଙ୍ଗା, ଏହା କଣ୍ଟିନ୍ୟୁ ଚାଲିଛି। ଯଦି ମାନି ନେବା ଦ୍ୱାରା ସବୁ ସମାଧାନ ହେଇଯାଉଥାନ୍ତା, ତାହେଲେ ପୃଥିବୀରେ ଅନେକ ସମ୍ପ୍ରଦାୟ, ଅନେକ ଧର୍ମ ରହିଛି। ଅନେକ ଲୋକ ଈଶ୍ୱରଙ୍କୁ ମାନୁଛନ୍ତି, ପୂଜା କରୁଛନ୍ତି, ଗିର୍ଜା ଯାଉଛନ୍ତି, ମଥା ଟେକୁଛନ୍ତି, ଅନେକ ଦେବାଳୟ ଯାଇକି ମଧ୍ୟ ମଥା ଟେକୁଛନ୍ତି, ଚର୍ଚ୍ଚ ଯାଇକି ମଥା ଟେକୁଛନ୍ତି। ଏତେ ସବୁ ସତ୍ୟ ମଧ୍ୟ ଏ ସମାଜରେ ଦଙ୍ଗା, ଯୁଦ୍ଧ, ହାଣକଟ, ଆପଣଙ୍କର ଏଇସବୁ ଚାଲିଛି। ଏଇଟା ବନ୍ଦ ହେବାର ନାହିଁ, ଦିନକୁ ଦିନ ବଢ଼ୁଛି ପଛେ କମୁନି। ଆର ଗୋଟିଏ କାରଣ ହେଲା କି ଆମେ ଈଶ୍ୱର କ'ଣ ବାସ୍ତବରେ ଆମେ କେବେ କେହି ବୁଝିବାକୁ ଚେଷ୍ଟା କରିନାହାନ୍ତି ପ୍ରାକ୍ଟିକାଲି। ଯଦି ଆମେ ପ୍ରକୃତରେ ବୁଝିବାକୁ ଚେଷ୍ଟା କରିଥାନ୍ତେ ଈଶ୍ୱରଙ୍କର ଉପସ୍ଥିତି, ଆତ୍ମାର ଉପସ୍ଥିତି, ଆତ୍ମାର ଅନୁଭବ ଅନୁଭୂତି, ପରମାତ୍ମାଙ୍କର ଅନୁଭବ ଅନୁଭୂତି, ତାହେଲେ ଆମେ କେବେ ବି କୌଣସି ଧର୍ମ ନାଁରେ ଏଇ ହିଂସା ବା ଯୁଦ୍ଧ କରନ୍ତି ନାହିଁ। ସେଇଥିପାଇଁ ଅନେକ ଲୋକ କୁହନ୍ତି ଅନେକ ସମୟରେ କି ଏ ପୃଥିବୀକୁ ଯୁଦ୍ଧ ନୁହେଁ, ବୁଦ୍ଧଙ୍କର ଆବଶ୍ୟକତା ଅଛି। କାରଣ ବୁଦ୍ଧ ସଦାସର୍ବଦା ମାନିବାକୁ ମାନେ ଗ୍ରହଣ କରନ୍ତି ନାହିଁ। ସିଏ କୁହନ୍ତି ଆପଣ ଯାହା କିଛି ବି ଉପଲବ୍ଧି କରିବାକୁ ଚାହୁଁଛନ୍ତି, ନିଜର ଅନୁଭବ ଦ୍ୱାରା ଜାଣିକିରି, ନିଜର ଅନୁଭବ ଅନୁଭୂତି ଦ୍ୱାରା ହିଁ ତାକୁ ଗ୍ରହଣ କରନ୍ତୁ। ତା ଦ୍ୱାରା ଆପଣ କେବେ ଠକାମିର ଶିକାର ହେବେନି। ଆପଣ ନିଜ ଅନୁଭୂତିରୁ ଯାହା ଆପଣ ପାଇବେ, ସେଇଟା ହିଁ ବାସ୍ତବରେ ସତ୍ୟତା। ତେଣୁ ବାସ୍ତବ କଥାଟି ହେଲା, ଏଇ ସମାଜରେ ବା ଆମର ଏଇ ପୃଥିବୀ ପୃଷ୍ଠରେ ଧର୍ମ ନାଁରେ ଯେଉଁ ଭଳିଆ ଚାଲିଛି ପୃଥିବୀରେ, ଏହା ଗୋଟେ ଦିଗକୁ ଇସାରା କରୁଛି ଯେ ବାସ୍ତବରେ ଯଦି ଆମେ ଈଶ୍ୱରଙ୍କର ଉପସ୍ଥିତିକୁ ନେଇକି ଆମେ ଧର୍ମ ସହିତ ଯୋଡ଼ିବା, ତେଣୁ ପ୍ରତ୍ୟେକ ଧର୍ମ ନିଜର ଚିନ୍ତାଧାରା, ନିଜର ବ୍ୟକ୍ତିଗତ ଲାଭ, ବ୍ୟକ୍ତିଗତ ଚିନ୍ତାଧାରାକୁ ଅନ୍ୟ ଧର୍ମ ଠାରୁ ଉର୍ଦ୍ଧ୍ୱ ବୋଲି ଭାବିବେ। କିନ୍ତୁ ଯଦିଓ ପ୍ରତ୍ୟେକ ଧର୍ମ ଈଶ୍ୱରଙ୍କର ସମ୍ବନ୍ଧରେ ଗୋଟିଏ କଥା କହୁଛି, କିନ୍ତୁ ତଥାପି ଅନେକ ଧର୍ମର ଲୋକ ନିଜର ଜଣେ ଈଶ୍ୱର ସୃଷ୍ଟି କରିଛନ୍ତି। ଈଶ୍ୱର ତ ଗୋଟେ,
ଈଶ୍ୱର କେବେ ଅନେକ ହେଇପାରନ୍ତି ନାହିଁ। ତେଣୁ ସେଇ ସୃଷ୍ଟିଟା ଯଦି ସୃଷ୍ଟି ଜଣିଏ କରିଛି ତାହେଲେ ଈଶ୍ୱର କେମିତି ଅନ୍ୟାନ୍ୟ ହେବେ? ଆପଣଙ୍କ ଧର୍ମର ଜଣେ ଈଶ୍ୱର, ମୁସଲମାନ ଧର୍ମର ଆଲ୍ଲାହ ଈଶ୍ୱର, ଏଠି ଯଦି ଆପଣଙ୍କର ଜୈନ ଧର୍ମକୁ ଯିବେ ସେଠି ମହାବୀର ଈଶ୍ୱର ବୋଲି କହିବେ। ତେଣୁ ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କୁ ଈଶ୍ୱର ମଧ୍ୟ କହୁଛନ୍ତି, ଯଦିଓ ବେଦରେ ଲେଖା ହେଇଛି ସେ ଈଶ୍ୱରର କୌଣସି ପ୍ରତିମା ବା ମୂର୍ତ୍ତି ନାହିଁ ବୋଲି କରିକି। ତେଣୁ ଏଇ ଯୋଉ ଗୋଟେ କଥାଟି ଅଛି ଈଶ୍ୱରଙ୍କର ଚେତନା ବା ଈଶ୍ୱରଙ୍କର ଉପସ୍ଥିତି ବା ଅନୁଭୂତିର କଥାଟି, ଏଇଟା ବାସ୍ତବରେ କୌଣସି ଧର୍ମ ସହିତ ଯୋଡ଼ିବା କଥା ନୁହେଁ। ଏଇଟା ଏଇଭଳି ଗୋଟେ ଭୌତିକ କଥାଟି, ଏଇଭଳି ଗୋଟେ ଆପଣଙ୍କର ଚେତନାର କଥାଟି, ଯୋଉ ଚେତନା କେବଳ ଅନୁଭବ ଅନୁଭୂତି ଦ୍ୱାରା ତାକୁ ଜଣା ଯାଇପାରେ, ତାହା କେବେ ବର୍ଣ୍ଣନା କରାଯାଇପାରେ ନାହିଁ, ତାହା କେବେ ପ୍ରମାଣିତ କରାଯାଇପାରିବ ନାହିଁ। ସେଇଥିପାଇଁ ଆପଣ ଦେଖିବେ ଯୋଉ ଲଲନ ଟପରେ ଯୋଉ ଡିବେଟ୍ ଚାଲିଥିଲା, ସେ କଣ୍ଟିଜେନ୍ସି ଉପରେ ସେ ମୁସଲିମ ସ୍କଲାର ଜଣକ ବାରମ୍ବାର କହୁଥାନ୍ତି, କୌଣସି ଗୋଟେ ଜିନିଷର କୁ ପ୍ରମାଣ କରିବାକୁ ହେଲେ ବା ଯୋଉ ଜିନିଷଟି ଏଇ ପୃଥିବୀରେ ବା ବିଶ୍ୱ ବ୍ରହ୍ମାଣ୍ଡରେ ଏକ୍ଜିଷ୍ଟାନ୍ସରେ ଅଛି, ସିଏ ଆଉ କାହା ଉପରେ ନିର୍ଭରଶୀଳ, କିନ୍ତୁ ଈଶ୍ୱର ଏକମାତ୍ର ଯିଏକି କାହା ଉପରେ ନିର୍ଭରଶୀଳ ନୁହନ୍ତି। ସେ ଆଗରୁ ଥିଲେ, ଅଛନ୍ତି, ରହିବେ, ସେ ସମୟ ପୂର୍ବରୁ ଥିଲେ, ଅଛନ୍ତି, ରହିବେ। ତେଣୁ ସେଇଭଳିଆ ଗୋଟେ ଚିନ୍ତାଧାରା, କିନ୍ତୁ ପରବର୍ତ୍ତୀ ସମୟରେ ସେଟାକୁ ପ୍ରମାଣିତ କରୁଛନ୍ତି ଯେ ନାଇଁ ଈଶ୍ୱର ଅଛନ୍ତି। ଈଶ୍ୱରଙ୍କର ଉପସ୍ଥିତି କେବଳ ଜଣେ ଅନୁଭବ କରିପାରେ। ଈଶ୍ୱରୀୟ ଯୋଉ ଚେତନାଟି ରହିଛି ତାକୁ ଜଣେ ଅନୁଭବ କରିପାରେ, ତାକୁ ପ୍ରମାଣିତ କେମିତି କରିବ ଜଣେ? ତେଣୁ ଏଇଟା ପ୍ରମାଣର କଥା ନୁହେଁ, ଏଇଟା ଅନୁଭବର କଥା। ଯେତେବେଳେ ଆପଣ କୌଣସି ଜିନିଷକୁ ଈଶ୍ୱରଙ୍କୁ କୌଣସି ନାଁରେ, କୌଣସି ଶକ୍ତିରେ, କୌଣସି ଉପାଧିରେ ଆପଣ ବାନ୍ଧି ଦେବେ, ସେଇଠି ଈଶ୍ୱରର ଯୋଉ ଉପସ୍ଥିତିଟା ବାସ୍ତବରେ ରୁହେ ନାହିଁ। ମାନେ ଈଶ୍ୱର ପ୍ରତ୍ୟେକ କଥାରେ ଈଶ୍ୱର ଅଛନ୍ତି। ଈଶ୍ୱରଙ୍କର ଅନୁଭୂତିକୁ ଆପଣ ଡିଫାଇନ୍ କରିପାରିବେ ନାହିଁ। ସେ ସମୟ ପୂର୍ବରୁ ଅଛନ୍ତି, ଯେମିତି କହିଲେ, ଯଦି ସମୟ ପୂର୍ବରୁ ଅଛନ୍ତି ତାହେଲେ ତାଙ୍କର ସମୟ ସହିତ କିଛି ସମ୍ପର୍କ ନାହିଁ। ସେ ପ୍ରତ୍ୟେକ ତତ୍ଵରେ ଅଛନ୍ତି, ପ୍ରତ୍ୟେକ ଚେତନାରେ ଈଶ୍ୱରୀୟ ଅନୁଭୂତି ରହିଛି। ତେଣୁ ଈଶ୍ୱରଙ୍କର ଏକ୍ଜିଷ୍ଟାନ୍ସଟାକୁ ଆପଣ କେମିତି ପ୍ରମାଣିତ କରିବେ? ଏଇଟା ପ୍ରମାଣିତ କରିବାର କଥା ନୁହେଁ, ଏଇଟା ଜାଣିବାର କଥା। ତେଣୁ ଯୋଉମାନେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଈଶ୍ୱରଙ୍କୁ, ସେ କେବେ ସଫଳ ହେଇନାହାନ୍ତି। ଆଜି ପର୍ଯ୍ୟନ୍ତ ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଯେତେ ବି ଧର୍ମ ଗୁରୁ ଅଛନ୍ତି, ଯେତେ ବି ଧର୍ମ ଅଛି, ସେଠି ଈଶ୍ୱରଙ୍କର ପ୍ରମାଣ ଦେଲା ଭଳି କିଛି ତାଙ୍କ ପାଖରେ ନାହିଁ। ଏଇଟା ହଉଛି ତାଙ୍କର ମାନ୍ୟତାର କଥା। ଯଦି ଏଇଟା ଗୋଟେ ମାନ୍ୟତାର କଥା, ଏଇଟା ଗୋଟେ ଅନୁଭବର କଥା, ଏଇଠି ଆମେ ଗୋଟେ ଜିନିଷ କହିପାରିବା ଯେ ଈଶ୍ୱରଙ୍କର ଅନୁଭୂତି, ଈଶ୍ୱର ଯୋଉ ଯାହାକୁ ଆମେ କହୁଛେ ଯେ ଈଶ୍ୱର ହଉଛନ୍ତି ଗୋଟେ ଅନୁଭବ ଓ ଅନୁଭୂତିର କଥା। ଯିଏ ନିଜେ ବ୍ୟକ୍ତିଗତ ସ୍ତରରେ ସେଇ ସ୍ତରକୁ ପହଞ୍ଚିବେ ବା ସେଇ ଅନୁଭୂତିକୁ ପହଞ୍ଚିବେ, ସେଠି ଈଶ୍ୱରଙ୍କର ଅନୁଭୂତିକୁ ସେ ଜାଣିପାରିବେ। ତେଣୁ ଏଠି ଯୋଉ ଚେତନାର କଥା, ଯେ ଚେତନା ମାଧ୍ୟମରେ ଆମେ ଈଶ୍ୱରୀୟ ଅନୁଭୂତି ବା ଆତ୍ମାର ଅନୁଭବକୁ, ଅନୁଭୂତିକୁ ଜାଣିଥାଉ। ତେଣୁ ଏହାକୁ ପ୍ରମାଣିତ କରିବା ପାଇଁ କିଛି ଆଧାର ନାହିଁ। ତେଣୁ ଯେକୌଣସି ଧର୍ମରେ ଈଶ୍ୱରଙ୍କୁ ନେଇକି ଯୋଉ ଭିନ୍ନ ଭିନ୍ନ ଚିନ୍ତାଧାରା ରହିଛି, କେବଳ ନିଜର ଧାର୍ମିକ ବଡ଼ପଣକୁ ଦେଖେଇବା ପାଇଁ ଆମେ ପ୍ରତ୍ୟେକ ଧର୍ମଗୁରୁ ଏଇଭଳି କିଛି କହିଥାନ୍ତି। ତେଣୁ ଏଇ ଦୃଷ୍ଟିରୁ ଆମେ ସେଇ ଈଶ୍ୱରଙ୍କୁ କୌଣସି ଧର୍ମ, କୌଣସି ବ୍ୟକ୍ତି, କୌଣସି ଶକ୍ତି ଦ୍ୱାରା କନଫାଇନ୍ଡ ନ କରିକି ତାକୁ ଯେତେବେଳେ ଆମେ ଜାଣିବାର ମାଧ୍ୟମ ହିସାବରେ ନେବା, ଅନୁଭବର ମାଧ୍ୟମ ହିସାବରେ ନେବା, ସେଇଟା ଆମର ପୁରା ପୃଥିବୀ ପାଇଁ ଏବଂ ମଣିଷ ସମାଜ ପାଇଁ ହିତକାରକ ହେବ ଏବଂ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ସହାୟକ ହେବ। ଆଶା କରୁଛି ଆପଣଙ୍କୁ ଏହି ଉପସ୍ଥାପନାଟି ଈଶ୍ୱରଙ୍କର ଏକ୍ଜିଷ୍ଟାନ୍ସ ବା ଈଶ୍ୱର କିଏ ତାକୁ ବୁଝିବାରେ କିଛି ନା କିଛି ସାହାଯ୍ୟ କରିଥିବ। ଧନ୍ୟବାଦ।